ଆଚ୍ଛା ପିଲାମାନେ ଭଲ ଅଛ? ହଁ ନିଶ୍ଚୟ ଭଲ ଥିବ। ମୁଁ ରଶ୍ମିରଞ୍ଜନ ତୁମକୁ ଆଜିର ପାଠପଢ଼ାକୁ ସ୍ୱାଗତ କରୁଛି। ପିଲାମାନେ ଭଲରେ ଅଛ ତ? ହଁ ଠିକରେ ମୁଁ ଜାଣିଛି ତୁମେ ଭଲରେ ଥିବ। ହେଲେ ଆମେ ପାଠ ପଢ଼ିଥିଲେ କାଞ୍ଚନ ମାଉସୀ ଘର, ବୁଝିଲେ ପିଲାମାନେ? ତୁମେ ସବୁ ଛୁଟି ହେଲେ କୁଆଡ଼େ ଯାଉଛ? ମାଉସୀ ଘର, ମାମୁଁ ଘର। ତ କାଞ୍ଚନ ମାଉସୀ ଘର ଏଠି ଦେଇଛି। ତ କାଞ୍ଚନ ମାଉସୀ ଘର ପାଠ 4ର ଆଜି ଆମେ ଚତୁର୍ଥ ଅନୁଚ୍ଛେଦଟି ଆମେ ଗାଇବା ବୁଝିବା। ବୁଝିଗଲେ ପିଲାମାନେ? ଚାଲ ଦେଖ ପିଲାମାନେ, କାଞ୍ଚନ ମାଉସୀ ଘର କ'ଣ କରନ୍ତି? ସଭିଙ୍କୁ କରନ୍ତି ଭାରି ଆଦର, ସଭିଙ୍କୁ କରନ୍ତି ଭାରି ଆଦର, ସାଇ ପଡ଼ିଶାଙ୍କ ଅତି ନିଜର, ସାଇ ପଡ଼ିଶାଙ୍କ ଅତି ନିଜର, କାଞ୍ଚନ ମାଉସୀ ଆଦର୍ଶ ନାରୀ, କାଞ୍ଚନ ମାଉସୀ ଆଦର୍ଶ ନାରୀ, ଘରଟି ତାଙ୍କର ସରଗପୁରୀ। ବୁଝିପାରିଲେ ପିଲାମାନେ? ଗାଇପାଇଲ? ଗାଇପାଇଲନି? ଆଉଥରେ ତାହେଲେ ମୁଁ ଗାଉଛି, ଧୀରେ ମୋ କଥା ଶୁଣ ଭଲ ଭାବରେ ଏବଂ ପଢ଼ିବା। ପୁନର୍ବାର ଆମେ ଆଉଥରେ ଆବୃତ୍ତି କରିବା। ସଭିଙ୍କୁ କରନ୍ତି ଭାରି ଆଦର, ସଭିଙ୍କୁ କରନ୍ତି ଭାରି ଆଦର, ସାଇ ପଡ଼ିଶାଙ୍କ ଅତି ନିଜର, କାଞ୍ଚନ ମାଉସୀ ଆଦର୍ଶ ନାରୀ, କାଞ୍ଚନ ମାଉସୀ ଆଦର୍ଶ ନାରୀ, ଘରଟି ତାଙ୍କର ସରଗପୁରୀ। ବୁଝିଲ ପିଲାମାନେ? ତାହେଲେ ଏଇଭଳି ତୁମେ ଢଙ୍ଗରେ ଆବୃତ୍ତି କରିବ, ଘରଟି ତାଙ୍କର ସରଗପୁରୀ। ଆଚ୍ଛା ପିଲାମାନେ, ତ ଆମେ କିଛି ସରଳ ପ୍ରଶ୍ନ ଦେଖିବା। ସମସ୍ତଙ୍କୁ କିଏ ଆଦର କରନ୍ତି? ପିଲାମାନେ କିଏ ଆଦର କରନ୍ତି? ହଁ କୁହ। ଠିକ ଅଛି, ତାହେଲେ ତୁମର ଉତ୍ତର ହେଉଛି କ'ଣ? କାଞ୍ଚନ ମାଉସୀ। କାଞ୍ଚନ ମାଉସୀ କ'ଣ କରନ୍ତି? ସମସ୍ତେ ଆଦର କରନ୍ତି। ଚାଲ ପଢ଼ିବା। ତାହେଲେ ଦ୍ୱିତୀୟ ପ୍ରଶ୍ନଟି କ'ଣ ଜାଣିବା? ସରଳ ପ୍ରଶ୍ନଟି ନା କାଞ୍ଚନ ମାଉସୀ କାହାର ଅତି ନିଜର? କାହାର ପିଲାମାନେ? ଆମେ ପଦ୍ୟରୁ ଏବେ ଆବୃତ୍ତି କଲେ କହିପାରିବ ତ? ହଁ ଠିକ ଅଛି, କୁହ ତାହେଲେ। କାଞ୍ଚନ ମାଉସୀ କାହାର ଅତି ନିଜର? କାହାର? ହଁ ଠିକ ଉତ୍ତର କହିଛ। ମୁଁ ବି କହିଦେଉଛି, ସାଇ ପଡ଼ିଶାଙ୍କ ଅତି ନିଜର। କାଞ୍ଚନ ମାଉସୀ ହେଉଛନ୍ତି ସାଇ ପଡ଼ିଶା ଲୋକମାନଙ୍କର ଅତି ନିଜର। ବୁଝିପାରିଲେ ପିଲାମାନେ? ସେଇଭଳି 3 ନମ୍ବର ଦେଖ ପିଲାମାନେ, ଗୀତରେ କାହାକୁ ଆଦର୍ଶ ନାରୀ ବୋଲି କୁହାଯାଇଛି? କହିପାରିବନି? ଠିକ ଅଛି, କୁହ କୁହ କୁହ। ମୁଁ କହିଦେଉଛି ତାହେଲେ ତୁମେ ଶୁଣ। ଉତ୍ତର ଦେଖ, କାହାକୁ ଆଦର୍ଶ ନାରୀ? କାଞ୍ଚନ ମାଉସୀ। ଆଦର୍ଶ ନାରୀ କ'ଣ? ହଁ ହଁ, ଆଦର୍ଶ ନାରୀ ହେଉଛନ୍ତି ଯେଉଁମାନେ ନିଜ କର୍ମରେ ସର୍ବଦା ବ୍ୟସ୍ତ ରୁହନ୍ତି ଏବଂ ଅନ୍ୟକୁ ମଧ୍ୟ ସାହାଯ୍ୟ କରନ୍ତି, ସେ ହେଉଛନ୍ତି ଆଦର୍ଶ ନାରୀ। ସେଭଳି 4 ନମ୍ବରଟି ଦେଖ ପିଲାମାନେ, କ'ଣ ଅଛି ନା କାଞ୍ଚନ ମାଉସୀ ଘରକୁ କାହା ସହିତ ତୁଳନା କରାଯାଇଛି? କାହା ସହିତ ପିଲାମାନେ ତୁଳନା କରାଯାଇଛି? ଏବେ ଆବୃତ୍ତି କଲେ ନା କାଞ୍ଚନ ମାଉସୀ ତାଙ୍କର ଘରଟା କ'ଣ? ସରଗ। ହଁ କୁହ ପିଲାମାନେ, ଉତ୍ତର ମୁଁ କହିଦେଲି। ହଁ ବୁଝିଲ ପିଲାମାନେ? ମୁଁ ବି କହିଦେଉଛି ତୁମ ସାଥିରେ, କାଞ୍ଚନ ମାଉସୀର ଘରଟି ହେଉଛି ସରଗପୁରୀ ଭଳିଆ ସଦୃଶ୍ୟ, ଅର୍ଥାତ୍ ସେଠି ସମସ୍ତେ ଭଲରେ ରୁହନ୍ତି। ସେଇଭଳି ପିଲାମାନେ ଆସ ଆମେ ନିଅଂଶର ଶବ୍ଦ ଗଢ଼ିବା, ପଢ଼ିବା। ବୁଝିଲ ପିଲାମାନେ? ନିଅଂଶ ଶବ୍ଦ ଗୁଡ଼ିକ ଆମେ ଏଇ ଯେଉଁ ପଦ୍ୟରୁ ଶିଖିଲେ ଆମେ ତାକୁ କ'ଣ କରିବା? ପଢ଼ିବା। ଦେଖ ପିଲାମାନେ, ତାକୁ ଟେବୁଲରେ ଦେଇଛି ଲା ବ ବି, ତାପରେ ଦେଇଛି ଗୋଟିଏ ସାରଣୀରେ ଆମର ନିଅଂଛ ନିଅଂଛି, ତାପରେ ନିଅଂଛ, ତାପରେ ଦେଇଛି ଆପଣଙ୍କ ତଳେ ଦେଖ ଗୋଟେ ଆମର ସାରଣୀରେ ନା ତ ଣା। ଏଇ ଯେଉଁ ଗୁଡ଼ିକ ଦେଇଛି, ଆମେ ଏଇ ଶବ୍ଦ ଗୁଡ଼ିକୁ ଲଗେଇ କରି କିଛି ନୂଆ ଶବ୍ଦ ଗଠନ କରିବା, ତା ସହିତ ପଢ଼ିବା। ବୁଝିଲେ ପିଲାମାନେ? ଦେଖ ପିଲାମାନେ, ଲ ଆଣିଲି, ଲରେ ଆକାର ଲା, ଛ ଆଣିଲି, ତାପରେ ନରେ ଆକାର ନା ଆଣିଲି, କ'ଣ ହେଲା ପିଲାମାନେ? ଲାଞ୍ଛନା। ବୁଝିପାରିଲେ? ଏଇଭଳିଆ ଟେବୁଲରୁ ଆମେ ଆଣି ବା ସାରଣୀରୁ ଆଣି ଆମେ ଶବ୍ଦକୁ ଗଢ଼ିବା, ପଢ଼ିବା। ଲାଞ୍ଛନା। ସେଭଳି ଆଉ ଗୋଟେ ଦେଖ, ସେଇ ଲା ଆଣିଲେ, ଛ ଆଣିଲେ, ହସେଇ ଆଣିଲେ, ତ ଆମର କ'ଣ ହେଲା? ଲାଞ୍ଛି। ଆଉ ଗୋଟିଏ ଅକ୍ଷର ଆଣିବା, ତ, କ'ଣ ହେଲା ପିଲାମାନେ? ଲାଞ୍ଛିତ। ଆମେ ଲାଞ୍ଛିତ ଗଠନ କଲେ ଏବଂ ପଢ଼ିଲେ ଲାଞ୍ଛିତ। ସେଇଭଳି ବ ଆଣିବା, ବରେ ଆକାର ବା, ତାପରେ ଛରେ ହସେଇ ଦେଲେ, କ'ଣ ହେଲା? ବାଞ୍ଛି। ଆଉ ଗୋଟିଏ ଅକ୍ଷର ଆଣିଲେ କ'ଣ ହେଲା? ବାଞ୍ଛିତ। ବୁଝିଲ ପିଲାମାନେ? ବାଞ୍ଛିତ ହେଲା। ସେଇଭଳି ବିଛଣା ଗୋଟିଏ ଶବ୍ଦ ଆମେ କରିଦେଲେ,
କୋଉଠି ବ ଅଛି ତମେ ଆଣିବ बर ହର୍ଷେଇ ଦେବ ତାପରେ ନ୍ୟଂଛ ଅଂଛ ଗୋଟେ ଆଣିବ ଅର୍ଥାତ୍ ଆମର କ'ଣ ଦେଇଛି ଗୋଟିଏ ଅକ୍ଷର ଆମେ ଉପର ଟେବୁଲରୁ ଆଣିବା ନ୍ୟଂଛ ଅଂଶରୁ ଗୋଟିଏ ଟେବୁଲ ଆଣିବା ଏବଂ ତଳୁ ଗୋଟେ ଟେବୁଲରୁ ଗୋଟେ ଅକ୍ଷର ଆଣିବା ଏଇଭଳି ଆଣି ଆମେ ଶବ୍ଦ ଗୁଡ଼ିକ ଗଠନ କରିବା ବା ଗଢ଼ିବା ପେଞ୍ଚଣା ଅଛି ଠିକ୍ ପିଲାମାନେ ତାହେଲେ ଆମେ ସବୁ ଗୁଡ଼ିକ କ'ଣ କଲେ ଶବ୍ଦ ଗଠନ କଲେ ଏବେ କ'ଣ କରିବା ନା ସେଇ ଶବ୍ଦ ଗୁଡ଼ିକ ଥିବ ଆମେ ତାକୁ ଭାଙ୍ଗି ଅକ୍ଷର ଗୁଡ଼ିକ ଅଲଗା ଅଲଗା କରିବା ତେଣୁ ଏଠି ଆମେ କ'ଣ କରିବା ପିଲାମାନେ ଶବ୍ଦରୁ ଅକ୍ଷର ଗୁଡ଼ିକ ଭାଙ୍ଗି ଅଲଗା କରିବା ପିଲାମାନେ ବୁଝିଲ ଦେଖ ପିଞ୍ଛ ଅଛି ଏଥିରେ ଦୁଇଟା କ'ଣ ଅଛି ଅକ୍ଷର ଅଛି ଗୋଟେ ପି ଆଉ ଗୋଟେ ଛ ସେଭଳି ଚାଞ୍ଚ ଅଛି ବୁଝିଲ ପିଞ୍ଛ ଦେଖ ପର ଆସିଲା ଗୋଟେ ନ୍ୟଂଛ ଅଂଶ ବି ଆସିଲା ସେଭଳି ଚାଞ୍ଚ ଚାଞ୍ଚରେ ଦେଖ ପିଲାମାନେ କ'ଣ ଆସିଲା ଚର ଆକାର ଗୋଟେ ଆସିଲା ଆଉ ଗୋଟେ ନ୍ୟଂଛ ଅଂଶ ଆସିଲା କ'ଣ ହେଲା ପିଲାମାନେ ଚାଞ୍ଚ ସେଇଭଳି ବାଞ୍ଛା ବାଞ୍ଛା କ'ଣ ବାଞ୍ଛା ହେଉଛି ଗୋଟେ ନାଁ ବି ହେବ ଆଉ ଇଚ୍ଛା ବି ମଧ୍ୟ ହେବ ତାର ଅର୍ଥ ତ ଆମର ବା ହେଉଛି ଗୋଟିଏ ଆଉ ଛା ହେଉଛି ଗୋଟିଏ ସେଇଭଳି ଆମେ ଗୋଟିଏ ଶବ୍ଦକୁ ଭାଙ୍ଗିକି ଦୁଇଟା ମଧ୍ୟ କରିପାରିଲେ ସେଇଭଳି ପିଲାମାନେ ଆସ ଆମେ ଲେଖିବା ବୁଝିଲ ପିଲାମାନେ ଆସ ଆମେ ଲେଖିବା କ'ଣ ଲେଖିବା ନା ଯେଉଁ ଛଅଟି ଆମେ କ'ଣ ଏବେ ପଢ଼ୁଥିଲେ ଭାଙ୍ଗୁଥିଲେ ଏବେ ସେଇଠିରେ ଆମେ ଲେଖିବା ଦେଖ ବିନ୍ଦୁ ଦେଇଛି ଆମମାନେ କ'ଣ କରିବା ବିନ୍ଦୁ ଗୁଡ଼ିକ ଯୋଡ଼ି ଯୋଡ଼ି ନ୍ୟଂଛ ଅଂଶ ଲେଖିବା ସେ ଲେଖିଦେଇଛି ତ ଆମେ ଏଇ ଯେଉଁ ତିନି ଗାର ଭିତରେ ବା ହସ୍ତାକ୍ଷର ଗାର ଭିତରେ ତିନି ଗାର ଭିତରେ ଲେଖିବା ବୁଝିଲ ପିଲାମାନେ ତ ନିୟ ଲେଖିବା ଆଉ ତଳେ ଆପଣ ଯେଉଁ ଛର ଦେଇଛି ସେଇଟା ଲେଖିବା ତ ସବୁ ମିଶାଇକି ନ୍ୟଂଛ ଅଂଶ ଆମେ ଲେଖିବା ବୁଝିଲ ପ୍ରଥମ ଧାଡ଼ିରେ ବିନ୍ଦୁ ବିନ୍ଦୁ କରିକି ଲେଖିବ ଦ୍ୱିତୀୟ ଧାଡ଼ିରେ କମ୍ପ୍ଲିଟ୍ ଲେଖିବ ତୃତୀୟ ଧାଡ଼ିରେ ମଧ୍ୟ ଏମିତି ଲେଖିବ 8-10ଟା ଭାବରେ ଯେମିତି ଗୋଟିଏ ଧାଡ଼ିରେ ରହୁଥିବ ବୁଝିଲ ପିଲାମାନେ ଏମିତି ଲେଖିଲେ ତୁମର ଲେଖା ଅଭ୍ୟାସ ହେବ ଏବଂ ହାତ ସଠିକ୍ ଢଙ୍ଗରେ ବୁଲିବ ଏବଂ ତୁମେମାନେ କ'ଣ କରିବ ଅକ୍ଷର ସହିତ ସମ୍ପୂର୍ଣ୍ଣ ଭାବରେ ଲେଖିପାରିବ ଏବଂ ସବୁଦିନ ମଧ୍ୟ ଏଗୁଡ଼ିକ ଅଭ୍ୟାସ କରିବ ଖାଲି ଆଜି ଲେଖିଲେ ହେବନି ତୁମେ ସବୁଦିନ ଘରେ ଯାଇକରି ତିନି ଗାର ଭିତରେ ଅଭ୍ୟାସ କରିବ ବୁଝିଲ ପିଲାମାନେ ସେଇଭଳି ଚାଲ ଆମେ ପରବର୍ତ୍ତୀ କାର୍ଯ୍ୟକ୍ରମ ଦେଖ କରିବା ତାହେଲେ ଆମେ ଯେଉଁ ଆଜି ଚତୁର୍ଥ ଅନୁଚ୍ଛେଦଟି ପଢ଼ୁଛେ ସେଥିରୁ ଆମେ କ'ଣ କ'ଣ ଶିଖିଲେ ପିଲାମାନେ କିଏ କହିବ ହାତ ଟେକିଲ କହିପାରିବନି ମନେ ନାହିଁ ହଉ ଠିକ୍ ଅଛି ତୁମେ ମନେ ରହିଲେ ଆମେ କ'ଣ ଶିଖିଲେ ମୁଁ କହିଦେଉଛି ଦେଖ ପିଲାମାନେ ଆଜି ଆମେ ନ୍ୟଂଛ ଅଂଶ ଶିଖିଲେ ଛ କାଲି ଆମେ ପୂର୍ବ କ୍ଲାସରେ ଚ ପଢ଼ିଥିଲେ ଆଜି ପଢ଼ିଲେ ଛ ତ ଛ ଲଗାଇ ପଢ଼ିବା ତ ଆମେ କ'ଣ ଶିଖିଲେ ନା ଛ ଲଗାଇ ଶବ୍ଦ ଗଢ଼ୁଥିଲେ ଦୁଇଟା ଶବ୍ଦ ନେଇକି ଆମେ ଗୋଟେ ବକ୍ସରୁ ବା ଗୋଟେ ସାରଣୀରୁ ଗଢ଼ୁଥିଲେ ତା ସହିତ ପଢ଼ୁଥିଲେ ହଁ ସେଇଟା କରିଥିଲେ ବୁଝିପାରିଲ ତାପରେ ଆମେ କ'ଣ କରିଥିଲେ ପିଲାମାନେ ମନେ ପକାଅ ଗୋଟେ ଗୀତ ଗାଇଥିଲେ ନାଇଁ କି ଗୀତଟି କ'ଣ ଥିଲା ପିଲାମାନେ ନା ସଭିଙ୍କୁ କରନ୍ତି ଭାରି ଆଦର ସାଇ ପଡ଼ିଶାଙ୍କ ଅତି ନିଜର କାଞ୍ଚନ ମାଉସୀ ଆଦର୍ଶ ନାରୀ ଘରଟି ତାଙ୍କର ସରଗପୁରୀ ଆମେ ଏଇ ଗୀତଟି ଆମେ ଅନୁଚ୍ଛେଦଟି ପଢ଼ିଥିଲେ କି ନାହିଁ ତ ସେ ଗୀତଟିରେ ଆଦର୍ଶ ନାରୀ ସରଗପୁରୀ ଏଗୁଡ଼ିକ ଆମର ସଠିକ୍ ଗୀତ ଗୁଡ଼ିକ ଗାଇଥିଲେ ସେଇଭଳି ଆମେ କ'ଣ କରିଥିଲେ ତାପରେ ଆମେ କ'ଣ କରିଥିଲେ ପିଲାମାନେ ନା ସରଳ ପ୍ରଶ୍ନର ଉତ୍ତର ଦେଇଥିଲେ କ'ଣ କରିଥିଲେ ସବୁ ସରଳ ପ୍ରଶ୍ନ କ'ଣ ସରଳ ପ୍ରଶ୍ନ ଥିଲା ନା ସାଇ ପଡ଼ିଶାଙ୍କ କିଏ ଆଦର ଥିଲା ସଭିଙ୍କୁ କିଏ ଆଦର କରୁଥିଲେ ତାଙ୍କର କିଏ ଆଦର୍ଶ ନାରୀ ଏବଂ ତାଙ୍କ ଘରଟି କିଭଳି ଭାବରେ ସରଗପୁରୀ ଥିଲା ଏଇଭଳିଆ ସରଳ ପ୍ରଶ୍ନ ତୁମମାନଙ୍କୁ ପଚାରିଥିଲି ତୁମେ ମଧ୍ୟ କହିଥିଲ ବୁଝିପାରିଲ ଏଇଭଳି ତୁମକୁ ଯିଏ ପ୍ରଶ୍ନ ପଚାରନ୍ତି ଘରେ ବାପା ହେଉ କି ପଡ଼ିଶା ଲୋକ ହୁଅନ୍ତୁ ତୁମେ ତାଙ୍କ ଆଗରେ ନ ଡରି ସଠିକ୍ ଢଙ୍ଗରେ ଉତ୍ତର ଗୁଡ଼ିକ ମଧ୍ୟ ଦେବ ଖାଲି ସାରଙ୍କ ପାଖରେ ନୁହଁ ବୁଝିପାରିଲ ପିଲାମାନେ ତାପରେ ତୁମ ପାଇଁ କାମ ବୁଝିଲ ପିଲାମାନେ ତୁମ ପାଇଁ କାମ ତ କ'ଣ କରିବ ନା ନ୍ୟଂଛ ଅଂଶ ଅକ୍ଷର ଲେଖି ତା ଉପରେ କ'ଣ କରିବ ଦେଖ ନ୍ୟଂଛ ଅଂଶ କେମିତି ଲେଖିବ ଗୋଟେ A4 ସାଇଜର କାଗଜ ଆଣିବ ବୁଝିଲ ସେ କାଗଜରେ ତୁମେ ଆଗ କ'ଣ କରିବ ବଡ଼ ଅକ୍ଷରରେ ନ୍ୟଂଛ ଅଂଶଟି ଲେଖିଦେବ କେଉଁଥିରେ ଲେଖିବ ପେନ୍ରେ ନୁହେଁ ଗୋଟେ ପେନସିଲ ନୁହେଁ ତୁମର ସ୍କେଚ୍ ପେନ୍ କଲର୍ ପେନ୍ସରେ ଦୁଇଥର ଲେଖିବ ବଡ଼ କରି ଏବଂ ତା ଭିତରେ କ'ଣ କରିବ ଚାଉଳ ହେଲା ଡାଲି ହେଲା ଗହମ ହେଲା ଧାନ ହେଲା ତୁମ ଘରେ ଯେଉଁ ଶସ୍ୟ ମିଳୁଛି ବୁଝିଲ ପିଲାମାନେ ତ ନ୍ୟଂଛ ଅଂଶ ବଡ଼ ଆକାରରେ ଲେଖିବ ଛୋଟ ଆକାର ଦେଲେ ଭିତରେ ତୁମେ କ'ଣ କରିବ ଏଗୁଡ଼ିକ ଲଗେଇ ପାରିବ ନାହିଁ ତେଣୁ ତୁମେ ମାନେ ବଡ଼
बड़ कागज बा ड्रॉइंग सीट आण आजिकल ड्रॉइंग सीट मिलूची तुम ड्रॉइंग सीट आण से अंश अंश को बड़ आकार लिख बड़ आकार लिखि ता भितर तुम कौन कर सब शस्य किए चाउल भी दे पारे किए डाली भी किए गहम भी आग अठा लगेदब तापर ताकू धीरे धीरे सजाड़ सजाइकी लेखिकी तुम कौन कर ना से गोटे जमी सुंदर दिशो गोटे प्रकार सजाड़ तुम्हें आउ मन इच्छा एटी सेठी देख डाली गुड़िक मुग डाली गोटे धाड़ी रे तलू सजाड़ी जीव ऊपर जाए देख 6 अक्षर दूर बहुत सुंदर दिशो तो कौ पिला डाली रे करि परिबो कौ पिला अलग अलग कर सब पिला अलग अलग कले आमर क्लास टांगिबा एवं देखिबा तो ये प्रोजेक्ट वर्क टी बा तुम कामटी तुम्हें माने देवी तुम्हें माने करके आनिबो ता सहित समस्त पिला करके आनिबो नहले सुंदर दिसिबो नाही क्लास रे आमे ताकू टंगेबा तळे तांकर नाम लिखिदबा को पिला तुम नाम लिखिबा बुझिल पिला माने तुम रोल नंबर लिखिबा आउ ताकू मध्य जे जेते सुंदर करि पारिबो कलरफुल करके ता चारिपट बॉर्डर दब ताकू मध्य जे जरी रे बाइडिंग करि पारिबो ए भलिया तुमे कोन करिवो प्रोजेक्ट वर्क टी करिकरी आनिकी कोन करिवो मते देखाइबो बुझिल पिला माने हाँ जी जो करि पारिबो तुम घर कौन मिलूची देख कइया मंजी भी अच्छी देख खाली आम जहाँ लिखीचे सेतिकी भी हम ना तुम घरे जो जिनस मिल पार्छ कइया मंजी हो पार से अठा लगे सजाड़ी पार बुझल से भली विभिन्न प्रकार मंजी अच्छी जो गुड़िक घरे आमर देख बिरी थी हरड़ थी इत्यादि बुझल पिला माने खुशी रे शिखिबा समस्तंकर अधिकार। नमस्कार।